ମାନେ ଯେତେବେଳେ ଓଡ଼ିଆରେ କେବଳ ଛଟପଟ ହଉଥିଲେ, କ୍ଷମା କରିବେ ସାର୍, ଚ୍ୟାନେଲ ଲାଗିଛି ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଆଜ୍ଞା ଜୟ 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 ରାମ ରାଜୀବ ଲୋଚନ ରାମ ନାମ ଜୟ 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 ରାମ କୌଶଲ୍ୟା ନନ୍ଦନ ରାମ ନାମ ଜୟ 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 ରାମ ଜାନକୀ ବଲ୍ଲଭ ରାମ ନାମ ବୋଧି ଗାଇ ଦେ ତ୍ରେତୟା ଯୁଗର ରାମ କହିବା ସମ୍ଭବ ରାମ ନାମ ଚାରି ଯୁଗେ ପରା ପଣ୍ଡିତ ଅଛନ୍ତି ଏ ରାମ ରାମ ନାମ ସତ୍ୟ ଯୁଗ ତ୍ରେତା ଯୁଗ ଦ୍ୱାପର ଯୁଗ ରାମ ରାମ ନାମ କଳି ଯୁଗରେ ରାମ ଜନ୍ମ ହୋଇ ତ ନାହାନ୍ତି ରାମ ଇଏ ନାମ ଚାରି ଯୁଗ ରାମ କୋଉ ରାମ ଆସିଛନ୍ତି ଆଉ ରାମ ନାମ କେଉଁ ରାମ ଜପ କରି ଦସ୍ୟୁ ରତ୍ନାକର ରାମ ନାମ ବାଲ୍ମୀକି ହୋଇଲେ ପଣ୍ଡିତ ଗଣ ଏ ବିଚାର ରାମ ନାମ ବାଲ୍ମୀକି ହେଲା ବେଳେ ରାମ ଜନ୍ମ ହୋଇ ନଥିଲେ ରାମ ନାମ ପଦେ ଇଏ ଗାଇ ଅନ୍ଧମୁନି ପୁଅ ଶ୍ରବଣ ରାମ ନାମ ଜପ କଲେ ରାମ ନାମ ଇଏ ସେତେବେଳେ ଦଶରଥ ପୁଅ ରାମ ନାହାନ୍ତି ରାମ ନାମ ଇଏ ବିଷମ ଅଡୁଆ ବାବା ପଣ୍ଡିତେ ଜାଣନ୍ତି ରାମ ନାମ ପଦେ ଗାଇ ଦେ ଯୁଗେ ଯୁଗେ ରାମ ସତ୍ୟ ଯୁଗରେ ରାମ ତ୍ରେତା ଯୁଗରେ ରାମ ଦ୍ୱାପର ଯୁଗରେ ରାମ କଳି ଯୁଗରେ ରାମ ଜନ୍ମ ନେବେ ଆପଣ ମାନେ କୁହନ୍ତୁ କଶ୍ୟପ ଋଷିଙ୍କର ବଂଶଧର ହଉଛି କିଏ ନା ରତ୍ନାକର ସିଏ କୁସଙ୍ଗରେ ପଡି ମଣିଷ ମାରିଲା ଚୋରି କଲା ସିଏ ଦସ୍ୟୁ ରତ୍ନାକର ଯେତେବେଳେ ନାରଦଙ୍କ କଥାରେ ରାମ ନାମ ଭଜନ କରି ହେଲେ ବାଲ୍ମୀକି ସେତେବେଳେ ଦଶରଥଙ୍କ ଔରସରୁ ପଣ୍ଡିତ କୌଶଲ୍ୟାଙ୍କ ଗର୍ଭରୁ ଶ୍ରୀରାମ ଜନ୍ମ ହେଇଥିଲେ କି ନା ପରଶୁରାମ ବି ଜନ୍ମ ହେଇନଥିଲେ ଅନ୍ଧମୁନି ଯାହାଙ୍କ ନାମ ହଉଛି ଶାନ୍ତନୁ ଜ୍ଞାନବତୀ ଅନ୍ଧମୁନିଙ୍କର ନାମ ଶାନ୍ତନୁ ମନୋରାଗ ତାଙ୍କ ପୁଅ ଶ୍ରବଣ କୁମାର ଯେତେବେଳେ ରାମ ନାମ ଭଜନ କରୁଥିଲେ ସେତେବେଳେ ମଉସା ଦଶରଥ ଘରେ ରାମ ଜନ୍ମ ହେଇଥିଲେ ନା ନା ସିଏ ଉପରୁ ମୁଁ ଯାଉନି ଆଜି ଦଶରଥ ପୁଅ ରାମ କଥା କହୁଛି ଆଉ ଗୋଟେ ଦିନ କହିବି ସତ୍ୟ ଯୁଗ ରାମ କିଏ ଦ୍ୱାପରରେ କିଏ କଳିରେ କିଏ ଆସିବେ ଇଏ ଚାରିଟା ଯାକ ରାମ କୋଉ ରାମଠୁ ଆସିବେ ଇଏ ଦଶରଥ ପୁଅ ରାମ ଅଯୋଧ୍ୟା ମାଟିରେ କରୁଛନ୍ତି ଅଶ୍ୱମେଧ ଯଜ୍ଞ ସାର ମାନେ ପୁରୋଧା ହୋଇଛନ୍ତି କିଏ ନା ବ୍ରହ୍ମାଙ୍କ ପୁଅ ବଶିଷ୍ଠ ବଶିଷ୍ଠ ଯଜ୍ଞ କଲା ବେଳେ ବ୍ୟତିକ୍ରମ ହେଲା ଲକ୍ଷ ଲକ୍ଷ ଲୋକ ରୁଣ୍ଡୀଭୂତ ଅଯୋଧ୍ୟା ମାଟିରେ ଆଜ୍ଞା ମା ମାନେ ହୁଳହୁଳି ପକାଉଛନ୍ତି ଭକ୍ତ ମାନେ ହରିବୋଲ ଦଉଛନ୍ତି ଧୁରିଣ ବ୍ରାହ୍ମଣ ମାନେ ଯଜ୍ଞ କରୁଛନ୍ତି ଯଜ୍ଞରେ ଯେତେବେଳେ ପଣ୍ଡିତ ଆହୁତି ଦିଅନ୍ତି ମଉସା ସ୍ୱାହା ଦିଟା ଅକ୍ଷର ଇଏ ଦିଟା ଅକ୍ଷରର ମଝି ଉଚ୍ଚାରଣ ବେଳକୁ ସ୍ୱା ସ୍ୱା କୁହାହବ ସ୍ୱାହା କୁହାନଥବ ସେଇ ମଝିରେ ଘିଅ ପଡିବ ଅଗ୍ନିରେ ସ୍ୱାହା ପୂର୍ବରୁ ପକେଇଲେ ଯଜମାନର ଅମଙ୍ଗଳ ଅମଙ୍ଗଳ ପରେ ପକେଇଲେ ଅମଙ୍ଗଳ ବଶିଷ୍ଠ ତାଙ୍କ ଜୀବନରେ ବହୁତ ଯଜ୍ଞ କରିଛନ୍ତି ଆଜି ବ୍ୟତିକ୍ରମ ହଉଛି ଅଗ୍ନିରେ ଆହୁତି ଦେଲା ବେଳେ ବଶିଷ୍ଠ ବିଚାର କଲେ କହିଲେ ମୋ ଜୀବନ କାଳରେ ମୁଁ ବହୁ ଯଜ୍ଞ କରିଛି ଆଜି କାହିଁକି ମୋର ମାନସିକ ବିକୃତି ଘଟୁଛି ସେ ସେତେବେଳର ବାବାଜୀ ଧ୍ୟାନ ସ୍ତିମିତ ଲୋଚନରେ ବସିଲେ କେମିତି ବସିଲେ ଶୁଣିବୁ ଶ୍ଲୋକ ଭଗବାନ ରାମ ଯେତେବେଳେ ପଚାରିଲେ କାହିଁକି ଆପଣ ବ୍ୟସ୍ତ ହଉଛନ୍ତି ରାମ ରାଜା କଣ କଲେ ବଶିଷ୍ଠ କବି ହେଲେ କାଳିଦାସ ବହି ରଘୁବଂଶ ମହାକାବ୍ୟ କହିଲା ଇତି ବିଜ୍ଞାପିତ ରାଜ୍ଞା ଧ୍ୟାନ ସ୍ତିମିତ ଲୋଚନ ମାତ୍ର ମୃଷିସ୍ତସ୍ତାଉ ସୁଖମିନୈବ ହ୍ରଦ ପୁରୁଣା କାଳିଆ ଗାୟକ ମାନେ ଯେତେବେଳେ ଓଡ଼ିଆରେ କେବଳ ଛଟପଟ ହଉଥିଲେ କ୍ଷମା କରିବେ ସାର୍ ଚ୍ୟାନେଲ ଲାଗିଛି ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଆଜ୍ଞା ସେଇ ସଂସ୍କୃତ ସାହିତ୍ୟକୁ ଆଣିକି ପାଲା ଜଗତ ଭିତରେ ପ୍ରହଳିକା ସୃଷ୍ଟି କରିଛି ତା ପୂର୍ବରୁ ଥିଲା ଛାନ୍ଦ ଚଉପତିରେ ପାଲା ଖାଲି ଗାଣ ବୋଲିବେ ଲୋକ ଶୁଣିବେ ତାର ଅର୍ଥ କରନ୍ତି ଯେ
କିନ୍ତୁ ଆସିଲା ପରେ ଉଦୟନାଥ ଶର୍ମା ପାଲା ଭାବ ଭଙ୍ଗୀ ବଦଳାଇ ଦେଇଥିଲେ। ଇତି ବିଜ୍ଞାପିତ ରାଜ୍ञା ରାଜା ରାମଙ୍କର କଥାକୁ ଶୁଣିଲା ପରେ ଧ୍ୟାନ ସ୍ତିମିତ ଲୋଚନରେ ବଶିଷ୍ଠ ବସିଲେ। କାହିଁକି ବ୍ୟତିକ୍ରମ ହଉଛି ଯଜ୍ଞରେ? ଯେତେବେଳେ ବଶିଷ୍ଠ ଧ୍ୟାନରେ ବସିଛନ୍ତି କେମିତି ଦେଖା ଯାଉଛନ୍ତି? ସୁପ୍ତମିନ ହ୍ରଦ ଅବସ୍ଥିତ। ଗୋଟେ ହ୍ରଦରେ ମାଛ ଶୋଇଲେ ଯେମିତି ନିଶ୍ଚଳ ଭାବେ ଦେଖାଯାଏ, ବଶିଷ୍ଠ ସେମିତି ଦେଖାଯାଏ। ଇଏ ତ୍ରିକାଳଜ୍ଞତା ବଶିଷ୍ଠ ବ୍ରହ୍ମାଙ୍କ ପୁଅ ଜାଣିଲେ। କହିଲା ଆଜି ଯଜ୍ଞରେ ଯଦି ବ୍ୟତିକ୍ରମ ହଉଥାଏ କେବଳ ରାମଙ୍କର କେଇ ଜଣେ ରକ୍ତର ସମ୍ପର୍କ, ସେ ଆଜି ରାମଙ୍କର ପୂଜ୍ୟ କି ପୂଜ୍ୟା ହେଇପାରେ, ସିଏ ଯଜ୍ଞ ମଣ୍ଡପରେ ଉପସ୍ଥିତ ନ ହୋଇ ଅନତି ଦୂରରେ ଆଖିରୁ ଲୁହ ଝରଉଛନ୍ତି। ମତେ ଯିବାକୁ ପଡିବ ତାଙ୍କ ପାଖକୁ। ରାମଙ୍କ ପରି ଯୋଗ୍ୟ ପୁଅ ଯଜ୍ଞ କଲା ବେଳେ ସିଏ କାହିଁକି ଯଜ୍ଞ ମଣ୍ଡପକୁ ନ ଆସିକି କାନ୍ଦୁଛନ୍ତି? ମଉସା ଆପଣଙ୍କ ନାତିର ପାଲା ହଉଥିବ କି ପୁଅର ବାହାଘର ହଉଥିବ, ଆପଣଙ୍କ ସ୍ତ୍ରୀ ଯଦି ଯାଇକି ଅନତି ଦୂରରେ କାନ୍ଦିବେ ପରିବାରରେ ଶାନ୍ତି ଅଛି? ବଶିଷ୍ଠ ପରାମର୍ଶ ନେଇ ପଣ୍ଡିତ ମାନଙ୍କ ପାଖରୁ ଚାଲିଲେ। ଯୋଉଠି ଶିଖିଏ କାନ୍ଦୁଛି ଯଜ୍ଞରେ ବ୍ୟତିକ୍ରମ ହଉଛି। କହିଲା ଧୀରେ ଧୀରେ କୁଳଗୁରୁ କରିଲେ ଗମନ, ଦେଖିଲେ ଦୂରରେ ବସେ ସେ ନାରୀର ତନ, ବୃଦ୍ଧା ବୟସରେ ଓଢଣୀ ଟାଣି ଦେଇ ଅଛି। କୁଳଗୁରୁ ବଶିଷ୍ଠ ଦେଖିଲେ ନିକାଞ୍ଚନ ସ୍ଥାନରେ ଦୂରରୁ ଦେଖୁଛନ୍ତି ଗୋଟେ ବୃଦ୍ଧା ନାରୀ ହବ, ନାରୀର ମର୍ଯ୍ୟାଦା ଓଢଣୀ ଟାଣି ଦେଇଛି, କଇଁ 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 ହେଇ କାନ୍ଦୁଛି। ସେ ଜାଗାରେ କେହି ନାହାନ୍ତି। କୁଳଗୁରୁ ବଶିଷ୍ଠ ଡାକିଲେ, କହିଲେ ଲୋ ମା ଲୋ, ନାରୀର ମର୍ଯ୍ୟାଦାକୁ ରକ୍ଷା କରି ପରିଣତ ବୟସରେ ଓଢଣୀ ଟିକି ଏତେ ଟାଣି ଦେଇଛୁ, ତତେ ଜାଣି ହଉନି। ଆପଣ ମାନେ ବିଚାର କରନ୍ତୁ। ଏବେ ସିନା ଗଭର୍ଣ୍ଣମେଣ୍ଟ ନାରୀ ମାନଙ୍କୁ ସ୍ୱାଧୀନତା ଦେଇଦେଲା, ଚାକିରି କଲେ ନାରୀ ମାନେ, ଶାସ୍ତ୍ର ଯାହା କହିଛି ମୁଁ କହିବାକୁ ବାଧ୍ୟ ହଉଛି। କହିଲା ନୃପ ଭ୍ରମନ୍ତି ସମ୍ପୂଜ୍ୟତେ। ଗୋଟେ ରାଜା ଅନ୍ୟ ରାଜ୍ୟରେ ବୁଲିଲେ ତା ରାଜ୍ୟର ମଙ୍ଗଳ ହବ। ଇଏ ରାଜ୍ୟରେ ଯାହା ନଥିବ ସେ ରାଜ୍ୟରୁ ଆସିବ, ସେ ରାଜ୍ୟରୁ ଯାହା ନଥିବ ଏ ରାଜ୍ୟକୁ ଯିବ। ବିପ୍ର ଭ୍ରମନ୍ତି ସମ୍ପୂଜ୍ୟତେ କି ବିଦ୍ୱାନ ଭ୍ରମନ୍ତି ସମ୍ପୂଜ୍ୟତେ, ନାରୀ ଭ୍ରମନ୍ତି ବିନଶ୍ୟତି। କିନ୍ତୁ ଏବେ ଏ ପାଠ ଆଉ ଚଳିବ ନାହିଁ। କଣ ପୁଅ ବୁଝୁଛୁ? ତେଣୁ ବଶିଷ୍ଠ ଡାକିଲେ, କହିଲେ ମା ତୁମେ କିଏ? ରାମଙ୍କ ପରି ଯୋଗ୍ୟ ପୁଅ ଯଜ୍ଞ କଲା ବେଳେ ତୁମେ କାନ୍ଦୁଛ? ଚମକି ପଡିଲା ଗୁରୁଦେବ। କହିଲେ ମା କୌଶଲ୍ୟା ମା, ଇଏ ଆପଣଙ୍କ ପୁଅ ରାମ ଯଜ୍ଞ କରୁଛନ୍ତି। କେତେ ପ୍ରଜା ଯଜ୍ଞ ନାରାୟଣକୁ ଦର୍ଶନ କରୁଛନ୍ତି, ଆପଣ ଏଠି ବସି କାନ୍ଦୁଛନ୍ତି? ମୁଁ ଜାଣିଛି ରାମଙ୍କ ପରି ଯୋଗ୍ୟ ପୁଅ କେବେ ବାପା ମାଙ୍କର ପୂଜ୍ୟ ପୂଜାରେ ବ୍ୟତିକ୍ରମ କରିବେନି। ହେଲେ ଆପଣ କାହିଁ କାନ୍ଦୁଛନ୍ତି? ଆପଣଙ୍କ ପୁଅ କଣ ଆପଣଙ୍କୁ କିଛି କହିଛନ୍ତି? ହାତ ଯୋଡିଦେଲେ ରାଜମାତା କୌଶଲ୍ୟା। କହିଲା ନାଇଁ ଗୁରୁଦେବ, ମୋ ପୁଅ ରାମ, ମୋର 4 ବୋହୂ, କିନ୍ତୁ ମୋ ପୁଅ ଶୁଣ ବାବୁ ମା, କେମିତି ମର୍ଯ୍ୟାଦା ପୁରୁଷୋତ୍ତମ କାହିଁକି ରାମକୁ କୁହାଯାଇଛି? ସବୁଦିନେ ଖାଇ ପିଇ ସାରିବା ପରେ ମୋ ସେବା ନ କଲେ ମୋ ପୁଅ ଶୁଏ ନା। ତୁମେ ମାନେ ଦେଖିବ ଯୋଉ ଜାଗାରେ ମା ବାପାକୁ ବୋହୂ ସେବା କରୁନି, ପୁଅ ଯାଇ ସେବା କରୁନି, କଣ ଅସୁବିଧା ଅଛି? ମନେକର ତୋ ସ୍ତ୍ରୀ ତୋ ବୋହୂକୁ ତୋ ବାପାକୁ ମୋଡୁ ନାହିଁ, ତୁ ଟିକେ ମୋଡି ଦଉନୁ, ତରଳି ଯିବ ତୋ ସ୍ତ୍ରୀର ମନ। ମୋ ସ୍ୱାମୀ ମୋଡୁଛି। ମୁଁ ଏବେ ବି କହୁଛି, ଯୋଉ ପରିବାରରେ ଶାଶୁ ତା ବୋହୂକୁ ଝିଅ ପରି ଦେଖିବ, ବୋହୂ ତା ଶାଶୁକୁ ମା ପରି ଦେଖିବ, ସେ ପରିବାରରେ ବିଶୃଙ୍ଖଳା ହବ ନାହିଁ। ଯଦି ଯୋଉ ପରିବାରରେ ବୋହୂ ଶାଶୁ ଶ୍ୱଶୁର ସେବା ନ କଲା, ପୁଅ ନିଜେ କରୁ, ପ୍ରତ୍ୟେକ ଦିନ ରାମ ମା କୌଶଲ୍ୟାଙ୍କର ସେବା କଲେ ଯାଇକି ସେ ଶୋଇବ। ମୋ ପୁଅ ପୁଣି ମତେ ଏ କଥା କହିବ? ବଶିଷ୍ଠ କହିଲେ ତାହେଲେ ତୁମ ପୁଅ ଯଜ୍ଞ କଲା ବେଳେ ତୁମେ କାହିଁ କାନ୍ଦୁଛ? ନା ମୁଁ ଯଜ୍ଞ ମଣ୍ଡପକୁ ଯାଇଥିଲି, 2 ଜଣ ପିଲାଙ୍କୁ ଦେଖିଲା ପରେ ମୁଁ ତାଙ୍କୁ ଚିହ୍ନିନି, ଜାଣିନି, ମୋ ହୃଦୟ କମ୍ପିଲା, ମୋ ଆଖିରୁ ଲୁହ ଝରିଲା, ମୁଁ ସେଠୁ ଏଠିକି ପଳେଇ ଆଇଲି, ମନ ଶାନ୍ତି କରି କାନ୍ଦିଲି। ଏ ମା ର ନା, ସେ ପିଲା 2ଟିକି ମୁଁ ଚିହ୍ନିନି କି ଜାଣିନି ଗୁରୁଦେବ। ସେ ପିଲା 2ଟି ଏବେ ରାମ ନାମ ଗାଉଛନ୍ତି। ଟିକେ କାନ ଡେରିଲେ ଗଛରୁ ପତ୍ର ଝଡି ପଡିବ,
କେମିତି ସେ ରାମ ନାମ କହିଲା ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ জয় জয় রাম শ্রীরাম জয় রাম জয় জয় রাম শ্রীরাম জয় রাম জয় জয় রাম শ্রীরাম জয় রাম জয় জয় রাম জয় রাম জয় জয় রাম শ্রীরাম জয় রাম জয় জয় রাম শ্রীরাম জয় রাম জয় জয় রাম শ্রীরাম জয় রাম জয় জয় রাম